सकाळ 4:20 ମୁଁ ବାହାରି ପଡ଼ିଥିଲି ପୁରସ୍ତମପୁର କାରଣ ପୁରସ୍ତମପୁରରେ ଥିଲା ଆଜି ମୋର ଛୋଟିଆ କାମଟେ ହାଲତ ଦେଖିପାରୁଥିବେ ସକାଳ ସକାଳ ମୋର ହାଲତ କେମିତି। ତ ସକାଳ ସକାଳ ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆଟେ ମାରି ମୁଁ ବାହାରି ପଡ଼ିଥିଲି ପୋଲସରା ପହଞ୍ଚିବାକୁ ମୋତେ ମାତ୍ର ଲାଗିଥିଲା 10 ମିନିଟ୍। ଆଉ 10 ମିନିଟ୍ ଭିତରେ ମୁଁ ପୋଲସରାର ଟାଉନ୍ ଉପରେ ପହଞ୍ଚି ଯାଇଥିଲି। ଆଉ ଆପଣ ଟାଉନ୍ ଭ୍ୟୁ ଦେଖି ଜାଣିପାରୁଥିବେ ରାତି ଅଧିକା ଡ୍ରାଇଭ୍ କରିବା ଭାଇ ଗୋଟେ ଚାହା ନ ହେବ। ଚାହା ପିଇ ମୁଁ ପହଞ୍ଚି ଯାଇଥିଲି ପୁରସ୍ତମପୁରରେ। ଆଉ ପୁରସ୍ତମପୁରରେ ପହଞ୍ଚୁ ପାଖାପାଖି 5ଟା ହେଇଯାଇଥିଲା। ଆପଣମାନେ ଦେଖିପାରୁଥିବେ ପାହାନ୍ଦିଆ ପୁରସ୍ତମପୁରର ଭ୍ୟୁ କେମିତି। ଆଉ ପୁରସ୍ତମପୁର ମୁଁ କାମ ସାରି ମୁଁ ବାହାରି ପଡ଼ିଥିଲି ମା ତାରିତାଣୀ ମନ୍ଦିରକୁ, କାରଣ ପୁରସ୍ତମପୁରରୁ ଆସିଛି ଆଉ ମାଆଙ୍କୁ ଦର୍ଶନ ନ କରିବି ଏଇଟା କେବେ ହେଇପାରିବନି। କାରଣ ମାଆ ମୋର ଇଷ୍ଟଦେବୀ, ମୋ ଘରର ଇଷ୍ଟଦେବୀ। ତ ଯେତେବେଳେ ବି ବ୍ରହ୍ମପୁର ଯାଇକି ରାସ୍ତା ଦେଇକି ଯାଏ ମାଆଙ୍କୁ ଟିକେ ଦର୍ଶନ କରିଦିଏ। 40 ଟଙ୍କା ପେମେଣ୍ଟ କରି ମୁଁ ବସ୍ ଯାଇଥିଲି ବସ୍ରେ। ଆଉ ବସ୍ରେ ଦେଖିଥିଲି ଗୋଟେ ଟକଲୁ ଭାଇ, ଏମିତି ଟର୍ନ ଦେଖି ସେ ପିଲାଟି ପୁରା ଡରି ଯାଇଥିଲା। ତ ଫାଇନାଲି ଟର୍ନ ସବୁ କାଟିକି ପାହାଡ଼ ଚଢ଼ି ମୁଁ ପହଞ୍ଚି ଯାଇଥିଲି ମାଆଙ୍କ ମନ୍ଦିରରେ। ମାଆଙ୍କ ମନ୍ଦିର ପାଖରେ ପହଞ୍ଚିଲା ପରେ ନିଜ ମନକୁ ବହୁତ ଶାନ୍ତି ଲାଗେ, ବା ନିଜର କିଛି ଡର ଥାଏ, କିଛି ଟେନସନ୍ ଥାଏ, ସବୁ ଗାୟବ ହେଇଯାଏ କାରଣ ମାଆ ଥାଏ। ଆଉ ମାଆ ପାଖରେ ଗୋଟେ ପିଲା ସବୁଠୁ ସେଫ୍ ଥାଏ। ତ ମୁଁ ମାଆଙ୍କ ମନ୍ଦିର ଆସିଲେ ମୁଁ ନିଜକୁ ବହୁତ ସେଫ୍ ଫିଲ୍ କରେ। ତ ସବୁ ଫାଇନାଲି ପରେ ମୁଁ ପହଞ୍ଚି ଯାଇଥିଲି ମାଆଙ୍କ ମନ୍ଦିରରେ। ଯେହେତୁ ଭିତରକୁ ମୋବାଇଲ୍ ଏଲାଉ ନଥିଲା ତ ବାହାରୁ ମୁଁ କିଛି ସୁଟ୍ ନେଇଯାଇଥିଲି। ଆଉ ମାଆଙ୍କ ଦର୍ଶନ ଭଲ ଭାବରେ ମୁଁ କରିଦେଇଥିଲି। ଯେହେତୁ ସକାଳ ଥିଲା, ଏତେ ଭିଡ଼ ନଥିଲା, ତ ମୁଁ ମାଆଙ୍କ ପାଖାପାଖି 15ରୁ 20 ମିନିଟ୍ ଦର୍ଶନ ପରେ ମୁଁ ଆସିଥିଲି ବାହାରକୁ। ଆଉ ବାହାର ଭ୍ୟୁ ଆପଣ କିଛି ଏମିତି ଦେଖିପାରିବେ ଭାଇ। ଏ ନଜାରା ଦେଖି ପୁରା ମନ ଲାଗିଗଲା। ବାସ୍ ସବୁବେଳେ ଏମିତି ନଜାରା ଦେଖିପାରନ୍ତି କି ଆପଣମାନେ ବି ଏନ୍ଜୟ କରନ୍ତୁ। ବହୁତ ସୁନ୍ଦର ନଜାରା, ଗଞ୍ଜାମ ଜିଲ୍ଲାର ସବୁଠୁ ବେଷ୍ଟ ଭ୍ୟୁ କହିବାକୁ ଗଲେ ଚଳେ। ଏତେ ସବୁ ପରେ ମୁଁ ବାହାରି ପଡ଼ିଥିଲି। ଆଉ ବାହାରିବା ସମୟରେ ମୁଁ ପିଇଥିଲି ଗୋଟେ ରସାବଳି ପିଇକି ଖରାକୁ ହରାଇବା ପାଇଁ ମୁଁ ବାହାରି ପଡ଼ିଥିଲି। ଆଉ ଖରାକୁ ହରାଇ ଫାଇନାଲି ମୁଁ ପହଞ୍ଚି ଯାଇଥିଲି ମୋର ଏ ହାଲତ ସହିତ ପୋଲସରାରେ। ଆଉ ପୋଲସରାରେ ପିଇ ଦେଇଥିଲି ଗୋଟେ ଆଖୁପଣା। ଏସବୁ ପରେ ମୁଁ ପହଞ୍ଚି ଯାଇଥିଲି ଘରେ ଖାଇ ପିଇ ରେଷ୍ଟ ନେଇ ସନ୍ଧ୍ୟାବେଳେ ଆସିଯାଇଥିଲି ବିଲକୁ। ଆଉ ହାଲ ଦେଖିପାରୁଥିବେ ମୋର କେମିତି ବିରି ଉପୁଡ଼େ ହେଇଯାଇଛି। ଆଉ ବିରି ଉପୁଡ଼େଇଲା ପରେ ମୁଁ ଆସିଯାଇଥିଲି ଘରକୁ। କିଛି ଚଣା ସିଝା ଥିଲା, ତ ଚଣା ସିଝା ଖାଇକି ଟାଇମ୍ ହେଇଯାଇଥିଲା ମୋର ସନ୍ଧ୍ୟାବେଳ। ଆଉ ସନ୍ଧ୍ୟାବେଳରେ ସବୁଠୁ ବଡ଼ କାମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଳତୀ ଥାଏ। ଆଉ ଆଳତୀ ଦର୍ଶନ କରି ନିଜର ମନ, ନିଜର ଆତ୍ମା, ନିଜର ଶରୀର ସବୁ ପୀଡ଼ା ଖତମ ହେଇଯାଏ ବା ହାରିଯାଏ। ତ ଏଇ ଆଳତୀ ଆପଣମାନେ ଏନ୍ଜୟ କରନ୍ତୁ। ଏଇ ଆଳତୀ ସହିତ ମୁଁ ମୋ ଭିଡ଼ିଓକୁ ଏଣ୍ଡ କରୁଛି। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।